Most people live on autopilot. Say someone scroll, say someone routine, ଆଉ ସମାନ ପ୍ରୋକ୍ରାଷ୍ଟିନେସନ୍ ଆଉ କାଲିଠୁ ଚେଞ୍ଜ ହେବିର ମିଛ ପ୍ରମିସ୍। ଦିସ୍ ଇଜ୍ ହ୍ୱାଟ୍ ୱି କଲ୍ ଦ ଆଭରେଜ୍ ଗାର୍ଲ ଟ୍ରାପ୍। ସାଧାରଣ ଲାଇଫ୍ ବଞ୍ଚିବା କିଛି ଖରାପ ନୁହେଁ ଯଦି ଆପଣ ଜାଣିଛନ୍ତି ଆପଣଙ୍କ ଭିତରେ ପୋଟେନ୍ସିଆଲ୍ ଅଛି, ଆପଣ ଅନଲକ୍ ନ କରିବା ହିଁ ସବୁଠାରୁ ବଡ଼ ମିଷ୍ଟେକ୍। ସୋ ଟୁଡେ ମୁଁ ଆପଣମାନଙ୍କ ସହ ସେୟାର କରିବି 8 ପାୱାରଫୁଲ୍ ରୁଲ୍ସ ଯାହା ଆପଣମାନଙ୍କୁ ଆଭରେଜ୍ ଟ୍ରାପ୍ରୁ ବାହାର କରି ନିଜର 1% ଭର୍ସନ୍ ହେବାରେ ସାହାଯ୍ୟ କରିବ। ଇଫ୍ ୟୁ ଆର୍ ରେଡ଼ି ଟୁ ଲେଭେଲ୍ ଅପ୍, ଲେଟ୍ସ ଜମ୍ପ ରାଇଟ୍ ଇନ୍। ରୁଲ୍ 1 କିଲ୍ ଦ ସମ୍ ଡେ ମେଣ୍ଟାଲିଟି। ଆମ ଭିତରେ ଗୋଟେ ବଡ଼ ବାହାନା ଥାଏ, ଆମେ ଡାଏଟ୍ ସୋମବାରଠୁ ଷ୍ଟାର୍ଟ କରିବି, 1 ତାରିଖରୁ ନୂଆ ସ୍କିଲ୍ ଶିଖିବି ଆଉ ନେକ୍ସଟ ମନ୍ଥରୁ ୟୁଟ୍ୟୁବ୍ ଭିଡ଼ିଓ ଷ୍ଟାର୍ଟ କରିବି। ୱି କିପ୍ ପୁସିଂ ଆୱାର ଡ୍ରିମ୍ ଲାଇଫ୍ ଇନ୍ ଟୁ ଦ ଫ୍ୟୁଚର୍। ହ୍ୱାଇ ଦ ପ୍ରୋବ୍ଲେମ୍, ଆପଣ ଯେତେବେଳେ ଆପଣ ନିଜକୁ ଦେଇଥିବା ପ୍ରମିସ୍କୁ ରଖିପାରନ୍ତିନି ବା ଆଗକୁ ଠେଲି ଦିଅନ୍ତି ତ ଆପଣଙ୍କ ବ୍ରେନ୍ ଶିଖିଯାଏ ଆପଣ ନିଜେ ନିଜକୁ ଦେଇଥିବା ପ୍ରମିସ୍ରେ କିଛି ଭ୍ୟାଲୁ ନାହିଁ। ଏଇଟା ଆପଣଙ୍କ ସେଲ୍ଫ କନଫିଡେନ୍ସକୁ ଧୀରେ ଧୀରେ ନଷ୍ଟ କରିଦିଏ। ଦ ସଲ୍ୟୁସନ୍, ରୁଲ୍ 5 ସେକେଣ୍ଡ ଆଡପ୍ଟ କରନ୍ତୁ। ଯେତେବେଳେ ଆପଣଙ୍କ ମାଇଣ୍ଡକୁ କିଛି ପ୍ରଡକ୍ଟିଭ୍ ଆଇଡ଼ିଆ ଆସୁଛି ଆପଣ 5 4 3 2 1 କାଉଣ୍ଟ କରନ୍ତୁ ଆଉ ଇମିଡ଼ିଏଟ୍ ଆକ୍ସନ୍ ନେବା ଷ୍ଟାର୍ଟ କରିଦିଅନ୍ତୁ। ୟୁ ଡୋଣ୍ଟ ନିଡ୍ ଏ ପରଫେକ୍ଟ ସେଟଅପ୍, ୟୁ ଡୋଣ୍ଟ ନିଡ୍ ଦ ବେଷ୍ଟ ଲାଇଟ୍ ଅର୍ କମ୍ପ୍ଲିଟ୍ ନଲେଜ୍, ୟୁ ଜଷ୍ଟ ନିଡ୍ ଟୁ ଷ୍ଟାର୍ଟ। ପରଫେକ୍ଟ ଟାଇମ୍ କେବେ ବି ଆସେନି, ଆପଣଙ୍କୁ ଆକ୍ସନ୍ ନେଇ ଟାଇମ୍କୁ ପରଫେକ୍ଟ ବନେଇବା ପାଇଁ ପଡ଼େ। ରୁଲ୍ 2 ଅଡିଟ୍ ୟୋର୍ କଣ୍ଟେଣ୍ଟ କନଜମ୍ପସନ୍। ଯାହା ବି ଡାଏଟ୍ ପ୍ଲାନ୍ ଫଲୋ କରୁ ବା ଯାହା ବି ଖାଆନ୍ତି ଆମ ବଡ଼ିରେ ସେଇଟା ରିଫ୍ଲେକ୍ଟ ହୁଏ। ଠିକ୍ ସେମିତିକା ଆମେ ଯାହା ବି କଣ୍ଟେଣ୍ଟ ସବୁ କନଜ୍ୟୁମ୍ କରନ୍ତି ଦିନ ସାରା ତ ଆମର ମାଇଣ୍ଡସେଟ୍ ଆଉ ଏନର୍ଜି ଠିକ୍ ସେହିପରି ସେପ୍ଡ ହେଇଥାଏ। ଦ ରିଆଲିଟି ଚେକ୍, ଆପଣ ଯଦି ସକାଳୁ ଉଠିକି 2 ଘଣ୍ଟା ସ୍କ୍ରୋଲ୍ କରୁଛନ୍ତି, ସେଲିବ୍ରିଟି ଡ୍ରାମା ଦେଖୁଛନ୍ତି ଆଉ ସେନ୍ସଲେସ୍ ଟପିକ୍ ସବୁ ସ୍କ୍ରୋଲ୍ କରୁଛନ୍ତି ତାହେଲେ ଆପଣ ଆପଣଙ୍କ ମାଇଣ୍ଡକୁ ଆଭରେଜ୍ ଥିଙ୍କିଂରୁ ଫିଡ଼୍ କରାଉଛନ୍ତି। ଏଇଥିପାଇଁ ଆପଣଙ୍କୁ ଫାଷ୍ଟ ଆପଣଙ୍କ ସୋସିଆଲ ମିଡ଼ିଆର ଫିଡ଼୍କୁ ଫିକ୍ସ କରିବା ପାଇଁ ପଡ଼ିବ। ଯେଉଁ ଆକାଉଣ୍ଟ ଗୁଡ଼ିକ ଆପଣଙ୍କୁ ଟାଇମ୍ ପାସ୍ କରାଉଛନ୍ତି ବା ମାଇଣ୍ଡଲେସ୍ ସ୍କ୍ରୋଲିଂ କରାଉଛନ୍ତି ସେଇ ଆକାଉଣ୍ଟ ଗୁଡ଼ିକୁ ଆପଣଙ୍କୁ ଅନଫଲୋ କରିଦିଅନ୍ତୁ ବା ମ୍ୟୁଟ୍ କରିଦିଅନ୍ତୁ। ଫଲୋ କ୍ରିଏଟର୍ସ ଚ୍ୟାନେଲ୍ ପୋଡ଼କାଷ୍ଟ ଯେଉଁଥିରୁ ଆପଣମାନଙ୍କୁ କ୍ୟାରିୟର, ପର୍ସନାଲ ଗ୍ରୋଥ୍, ହେଲ୍ଥ ଆଉ ଫାଇନାନ୍ସ ବିଷୟରେ କିଛି ଶିଖିବା ପାଇଁ ମିଳୁ। ରୁଲ୍ 3 ମୁଭ୍ ଇନ୍ ସାଇଲେନ୍ସ। ଆଭରେଜ୍ ମାଇଣ୍ଡସେଟ୍ର ଲୋକମାନେ ଗୋଟେ କାମ କରିବା ପୂର୍ବରୁ ନା ଚାରିଆଡ଼େ ଡିଙ୍ଗୁରା ପିଟନ୍ତି କି ମୁଁ ଡାଏଟ୍ ପ୍ଲାନ୍ ଏବେ ଫଲୋ କରିବି, ମୁଁ ଏକ୍ଜାମ୍ ଆସୁଛି, ମୁଁ ଏବେ ଏକ୍ଜାମ୍ ପାଇଁ ଷ୍ଟଡ଼ି କରିବି ଆଉ ମୁଁ ଏବେ ଗୋଟେ ନୂଆ ବିଜନେସ୍ ଷ୍ଟାର୍ଟ କରୁଛି ବା ଗୋଟେ ନୂଆ ସ୍କିଲ୍ ଶିଖିବା ଆରମ୍ଭ କରୁଛି। ଆମକୁ ଫାଷ୍ଟ ଜାଣିବା ପାଇଁ ପଡ଼ିବ କି ହ୍ୱାଇ ସାଇଲେନ୍ସ ୱାର୍। ଆପଣ ଯେତେବେଳେ ଆପଣଙ୍କ ପ୍ଲାନ୍ ବିଷୟରେ ଅନ୍ୟ କାହାକୁ ସେୟାର କରିଦିଅନ୍ତି ତ ଆପଣଙ୍କ ବ୍ରେନ୍କୁ ଗୋଟେ ଫେକ୍ ଡୋପାମାଇନ୍ ମିଳିଯାଏ। ସେ ଭାବେ କାମ ସରିଗଲା ପରେ ଆକ୍ଚୁଆଲ ୱାର୍କ କରିବା ପାଇଁ ଏକ୍ସାଇଟମେଣ୍ଟଟା କମିଯାଏ। ଏଇଟା ପାଇଁ ହାଇ ଭ୍ୟାଲ୍ୟୁ ଆପ୍ରୋଚ୍ ହେଉଛି ଆପଣ ଯେତେବେଳେ ଗୋଟେ କାମ ଷ୍ଟାର୍ଟ କରୁଛନ୍ତି ସେଇ କାମଟା ଆପଣ ଚାରିଆଡ଼େ କୁହନ୍ତୁନି। ଆପଣ ଯାହାକୁ ବିଲିଭ୍ କରନ୍ତି ବା କାହାକୁ ଟ୍ରଷ୍ଟ କରନ୍ତି ଆପଣ ତାକୁ ସେୟାର କରିପାରିବେ ତା ସହିତ, ବଟ୍ ଆପଣ ପୁରା ପବ୍ଲିକଲି ଆନାଉନ୍ସ କରନ୍ତୁନି। ଯେଉଁଟା କରୁଛନ୍ତି ତାକୁ ବିଲ୍ଡ କରିବା ପାଇଁ ନିଜ ପାଇଁ ଟାଇମ୍ ଦେଇକି ତାକୁ ବିଲ୍ଡ କରନ୍ତୁ ଆଉ ତାପରେ ସେଇଟାକୁ ଆପଣ ସେୟାର କରିପାରିବେ। ଡୋଣ୍ଟ ଟକ୍ ଆବାଉଟ୍ ୟୋର୍ ରୁଟିନ୍, show your result. Fourth rule, stop people pleasing and set boundaries. ଜଣେ ଆଭରେଜ୍ ଗାର୍ଲର ସବୁଠାରୁ ବଡ଼ ୱିକନେସ୍ ହେଉଛି ସେ ସମସ୍ତଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରେ। ସେ ଅନ୍ୟମାନଙ୍କ ଆଗରେ ଭଲ ଦେଖାଯିବା ପାଇଁ ନିଜର ଏନର୍ଜି, ଟାଇମ୍ ଆଉ ମେଣ୍ଟାଲ ପିସ୍କୁ ସାକ୍ରିଫାଇସ୍ କରିଦିଏ। ଯଦି ଆପଣ ପ୍ରତ୍ୟେକ କଥାରେ ୟେସ୍ କହୁଛନ୍ତି ତାହେଲେ ଆପଣ ଆପଣଙ୍କ ଗୋଲ୍ସ, ଟାଇମ୍କୁ ନୋ କହୁଛନ୍ତି। ଫାଷ୍ଟ ନୋ କହିବା ଶିଖନ୍ତୁ। ଯଦି କୌଣସି ପ୍ଲାନ୍, କନଭରସେସନ୍ ଆଉ ରିଲେସନସିପ୍ ଆପଣଙ୍କୁ ଗ୍ରୋ କରିବାରେ ହେଲ୍ପ କରୁନାହିଁ, ଆପଣଙ୍କ ଏନର୍ଜିକୁ ଡ୍ରେନ୍ କରୁଛନ୍ତି ତାହେଲେ ସେଇଠୁ ବାହାରି ଆସିବା ସବୁଠାରୁ ସ୍ମାର୍ଟ ଷ୍ଟେପ୍। ହାଇ ଭ୍ୟାଲ୍ୟୁ ଓମେନ୍ ପ୍ରିଜର୍ଭ ଦେୟାର ଏନର୍ଜି ଷ୍ଟ୍ରିକ୍ଟଲି ଫର୍ ହ୍ୱାଟ୍ ମ୍ୟାଟର୍ସ। ଫିଫ୍ଥ ରୁଲ୍, ଫାଇନାନ୍ସିଆଲ ଇଣ୍ଡିପେଣ୍ଡେନ୍ସ ଇଜ୍ ନନ୍ ନେଗୋସିଏବଲ୍। ଆମ ସୋସାଇଟିରେ ଝିଅମାନଙ୍କୁ ଫାଇନାନ୍ସ, ଇନଭେଷ୍ଟମେଣ୍ଟ, ମନି ମ୍ୟାନେଜମେଣ୍ଟ ବିଷୟରେ ଚିନ୍ତା କରିବା ପାଇଁ ଏନକରେଜ୍ କରାଯାଏ ନାହିଁ। ବଟ୍ ମନି ବ୍ରିଙ୍ଗସ୍ ସେଫ୍ଟି, ଚଏସେସ୍ ଆଣ୍ଡ ଫ୍ରିଡ଼ମ୍। ଷ୍ଟାର୍ଟ ସ୍ମଲ୍। ଆପଣ ଯେତିକି ବି ଅର୍ନ କରୁଛନ୍ତି ବା ପକେଟ୍ ମନି ପାଉଛନ୍ତି ତା ଭିତରୁ ଆପଣ ବଜେଟିଂ ଶିଖନ୍ତୁ। ନିଜ ଟଙ୍କାରେ କେମିତି ନିଡ୍ସ, ୱାଣ୍ଟସ୍ ଆଉ ସେଭିଂ କରିହେବ ସେଇଟାକୁ ଡିଭାଇଡ଼ କରନ୍ତୁ ଆଉ ସେଇଥିରୁ ଗୋଟେ ଛୋଟ ଏମର୍ଜେନ୍ସି ଫଣ୍ଡ ବନାନ୍ତୁ। ଆପଣ ଟାଇମ୍ ବାହାର କରିକି ମ୍ୟୁଚୁଆଲ ଫଣ୍ଡ, SIP ଆଉ ବ୍ୟାଙ୍କିଂ ଟୁଲ୍ସ ବିଷୟରେ ଶିଖନ୍ତୁ। ଯେତେବେଳେ ଆପଣ ଆପଣଙ୍କ ନିଜ ଟଙ୍କାର ଡିସିସନ୍ ନେବା ଶିଖିବେ ସେତେବେଳେ ଆପଣଙ୍କ ଭିତରେ ଗୋଟେ ଗ୍ରାଉଣ୍ଡେଡ଼ କନଫିଡେନ୍ସ ଆସିବ।
रूल 6 ट्रीट योर बॉडी लाइक ए हाई वैल्यू टेम्पल आपणक बॉडी होउची आपणकर फास्ट हाउस एवरेज माइंडसेट रू लोक माने जंक फूड आउ लेजीनेस भितरे निजर बॉडी को नेग्लेक्ट कर दियंती फोकस ऑन डिसिप्लिन नॉट जस्ट लुक्स आपण दिन को 30 रु 40 मिनिट वर्कआउट करंतु सेटा जिम हो होम वर्कआउट हो बा आपण नॉर्मल वॉकिंग करंतु बा योगा करंतु आउ हाइड्रेशन ऊपर भी ध्यान दियंतु मिनिमम दिन को 2 रु 3 लिटर पानी पियंतु आउ आपणक प्लेट रे क्लीन आउ न्यूट्रिशियस फूड हवा बहुत इंपोर्टेंट जंक फूड को टिके अवॉइड करंतु आउ आपण क्लीन फूड खाओ खाओ केतेबेले आपणकर अभ्यास ही जीवो आपनको जणा भी पड़िबनी जेतेबेले आपण फिजिकली मेंटली फिट फील करिवे बा आपणक बॉडी एक्टिव रहिबो सेतेबेले आपणक माइंड भी एक्टिव रहिबो आपणक स्किन ग्लो करिबो आपणकर पोस्चर ठीक हे जीवो आउ आपण निजे बहुत डिफरेंट फील करिवे बिकम ऑब्सेस्ड विथ सेल्फ ग्रोथ एंड स्किल बिल्डिंग अधिकांश लोक कॉलेज किंबा पाठपढ़ा सरी गले किछि नुआ जिनस शिखिबा ही पूरा बंद कर दियंती दैट इज व्हाई दे स्टे एवरेज बट टॉप 1% माइंडसेट पीपल माने सब बेले किछि नुआ जिनस शिखिबा आउ नुआ स्किल लेवल अप करिबारे बिजी थांती एथिपई आपण डेली रीडिंग करि परिबे प्रत्येक दिन 10 रु 15 पेजेस आपण पढ़ी पारिबे जोथिरे कि आपण साइकोलॉजी ऊपर पढ़ी पारिबे फिक्शनल बुक्स पढ़ी पारिबे नॉन फिक्शनल बुक्स आपण बिजनेस आइडिया आपण को जहाँ भी पसंद आपण सेही सब नॉलेज ऊपर बुक पढ़ी पारिबे लर्न डिजिटल स्किल एडिटिंग कंटेंट क्रिएशन पब्लिक स्पीकिंग आउ एमिति बहुत सारा किछि जिंस आपण शिखि पारिबे रूल नंबर 8 लास्ट बट नॉट द लीस्ट डिटैच फ्रॉम ड्रामा एंड कंट्रोल योर इमोशनल रिएक्शंस एवरेज पीपल थ्राइव ऑन ड्रामा अन्य मानक विषय रे चर्चा गॉसिप और बहुत छोट छोट कथारे कांदिबा रागी जिबा एमिति बहुत सारा इमोशनल ड्रामा करंती से माने निज इमोशन को काबू रे रखि पारंतिनी बा कंट्रोल करि पारंतिनी यू हैव टू मास्टर योर इमोशनल मैच्योरिटी संगे संगे रिएक्ट करबा बदल रे आस्क योरसेल्फ इज दिस वर्थ माय एनर्जी स्टे काम अंडर प्रेशर जेतेबेले आपण निज इमोशन को कंट्रोल करबा शिखि जिबे दुनिया रे एमिति कोनोसी एनर्जी नाही बा एमिति कोनोसी व्यक्ति नांती जे आपणको मेंटल पीस को खराब करिदबो सो ए 8टा रूल केवल सुनिबा पाई नै आपणको लाइफ रे आपणैबा पाई रिमेंबर एवरेज हे कि रहिबा गोटे चॉइस आउ निजर टॉप 1% वर्जन हबा मध्य गोटे चॉइस डिसीजन संपूर्ण भाव में आपण हाथ में आज ठारू आपण ई 8टा रूल भितर कोटा को फास्ट फॉलो करेंगे मत निहाती कमेंट सेक्शन ले जानवे जदि ये वीडियोटा आपण को टिके भी इंस्पायर करिछि ना तो वीडियो को जल्दी जल्दी लाइक कर दियंतु और शेयर करंतु चैनल को सब्सक्राइब कर दियंतु जहाँ द्वारा यही सेल्फ ग्रोथ जर्नी रे आमे एका सहित आगको बढ़ी पारिबा टिल देन कीप ग्रोइंग कीप ग्लोइंग टाटा।